ଆରେ କଣ ହେଲା ତୁମର? ତୁମେ ଏମିତି କାନ୍ଦୁଛ କଣ ପାଇଁ? ମୁଁ ଏ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା କରିବି, ଆଉ ଏଥର ମୁଁ ନଈରେ ଡଙ୍ଗା ଭସେଇବି। ସେଥିପାଇଁ ତମେ ଯାଅ ଆଉ ମୋ ପାଇଁ ଡଙ୍ଗା ନେଇକି ଆସ। ଆରେ ତମେ ଏ କଣ କହୁଛ? ତମେ କାର୍ତ୍ତିକ ପୂର୍ଣ୍ଣିମା କରିବ? ଆରେ ଆମେ ତ ମରି ଭୂତ ହେଇଯାଇଛେ, ଆମେ କେମିତି ଏ ପୂଜା କରିବା? ଜଙ୍ଗଲର ଚଢେଇ ମାନେ ଯେମିତି ପୂଜା କରୁଛନ୍ତି ଆମେ ବି ସେମିତି ପୂଜା କରିବା। ହେଲେ ଆମ ଜଙ୍ଗଲରେ ତ ଗୋଟିଏ ମାତ୍ର ନଈ, ଆଉ କାର୍ତ୍ତିକ ପୂର୍ଣ୍ଣିମା ଦିନ ତ ସବୁ ଚଢେଇ ମାନେ ସେଠାକୁ ଡଙ୍ଗା ଭସେଇବାକୁ ଆସିବେ। ତୁମେ ଯଦି ସେଠାକୁ ଯିବ ତୁମକୁ ଦେଖି ତ ସମସ୍ତେ ଡରିଯିବେ, ଆଉ ଡଙ୍ଗା ଫୋପାଡ଼ି ସେଠୁ ସେମାନେ ଯିଏ ଯୁଆଡେ ଦୌଡ଼ି ପଳେଇବେ। ଶେଷରେ ତମେ ଡଙ୍ଗା ଭସେଇ ପାରିବନି କି ସେମାନେ ବି ଡଙ୍ଗା ଭସେଇ ପାରିବେନି, ସବୁ ଭଣ୍ଡୁର ହେଇଯିବ। ନାଇଁ ନାଇଁ, ମୁଁ ସେ କଥା କିଛି ଜାଣିନି। ତମେ ଯାଅ ଆଉ ମୋ ପାଇଁ ଡଙ୍ଗା ନେଇକି ଆସ। ସେତେବେଳ କଥା ସେତେବେଳେ ବୁଝା ହେବ। ହଉ ହଉ ଯାଉଛି। ଏମିତି କହି ଜଗୁଭୂତ ଡଙ୍ଗା ଆଣିବାକୁ ଜଙ୍ଗଲ ଭିତରକୁ ଗଲା। ଏଥରଟା ମୁଁ କାର୍ତ୍ତିକ ପୂର୍ଣ୍ଣିମା କରିବି ଆଉ ଡଙ୍ଗା ଭସେଇବି। ଏହା ଦ୍ୱାରା ମୋର ପୁଣ୍ୟ ବଢିବ ଆଉ ମୁଁ ଏ ଭୂତ ଜନ୍ମରୁ ମୁକ୍ତ ହେଇଯିବି। ଏପଟେ ପେଚା ଭୂତ ଗୋଟେ ଗଛ ଡାଳରେ ବସିଥାଏ। ଯାଉଛି ଯାଉଛି ରହ। କଣ କହିବି ରେ ପେଚା, ମୋ ସ୍ତ୍ରୀର ମୁଣ୍ଡ ଖରାପ ହେଇଯାଇଛି। ସେ କହୁଛି ସେ କୁଆଡେ କାର୍ତ୍ତିକ ପୂର୍ଣ୍ଣିମା କରିବ, ସେଥିପାଇଁ ପରା ମୁଁ ତା ପାଇଁ ଡଙ୍ଗା ଆଣିବାକୁ ଯାଉଛି। ହଁ ହଁ ଯାଉଛି ତାକୁ ମନା କରିବି। ଏହା ପରେ ଜଗୁ ସେଠୁ ଚାଲିଗଲା। କଣ ହେଇଛି ପେଚା? ତୁମେ ଏତେ ବ୍ୟସ୍ତ ଥିଲା ପରି ଜଣା ପଡୁଛ। ସେ ମୂର୍ଖ ଜଗୁର ସ୍ତ୍ରୀ ଏ ପୂଜା କରିପାରିବନି। ଏହା ମୋର ଆଦେଶ। ଡାକ ଡାକ ସେ ଦୁଇ ଜଣଙ୍କୁ, ମୁଁ ସେମାନଙ୍କୁ ଏବେ ବନ୍ଦୀ କରିଦେବି। ଏମିତି କହି ପେଚା ସେଠୁ ଜଗୁର ଘର ଆଡକୁ ଚାଲିଲା। ମିନୁ, କଣ କରିବା କହିଲ? ଜଙ୍ଗଲର ଅନ୍ୟ ଭୂତ ମାନେ ତୁମକୁ କାର୍ତ୍ତିକ ପୂର୍ଣ୍ଣିମା ନ କରିବା ପାଇଁ କହୁଛନ୍ତି। ସେମାନେ କଣ କହିବେ? ମୁଁ ପୂଜା କରିବି ମାନେ ପୂଜା କରିବି, ମୁଁ କାହା କଥା ଶୁଣିବିନି। କଣ ହେଲା? ତମେ ଜଣେ ଭୂତ ହେଇ ମଧ୍ୟ ଭୂତ ମାନଙ୍କ କଥାକୁ ଅବମାନନା କରୁଛ? ଛି ଛି ଛି। ଏକଥା ଯଦି ମହାରାଜ ଜାଣିବେ ସେ ତ ଆମକୁ ଭୟଙ୍କର ଦଣ୍ଡ ଦେବେ। ପେଚାର କଥା ଶୁଣି ଜଗୁ ଓ ମିନୁ ଡରିଗଲେ। ଆରେ ପେଚା, ତୁ ଏ କଣ କହୁଛୁ? ଆଉ ରାଜା ଏ ଡଙ୍ଗା ଭସାଣି କଥା କେମିତି ଜାଣିଲେ? ମୁଁ ତ କେବଳ ତତେ ହିଁ ଏକଥା କହିଥିଲି। ଏକଥା ରାଜାଙ୍କ କାନରେ କେମିତି ପଡିଲା? ହଉ ଚାଲ ଚାଲ। ଏ ପେଚା ମହାଦୁଷ୍ଟ ଆଉ ଚୁଗୁଲିଆ। ଛି ଛି ଛି। ଏହା ପରେ ଦୁଇ ଜଣ ଯାକ ପେଚା ସହ ମିଶି ମହାରାଜଙ୍କ ପାଖକୁ ଗଲେ। ପେଚା, ତୁ ଏ ପାପୀଙ୍କୁ ନେଇ ଏଠାକୁ ଚାଲି ଆସିଲୁ, ଭଲ କଲୁ। ଏମାନଙ୍କୁ ଏବେ ମୁଁ ଭୟଙ୍କର ଦଣ୍ଡ ଦେବି। ଏଙ୍କୁ ଏମିତି ଦଣ୍ଡ ଦେବି ଯେ ଏମାନେ ଏ ଜନ୍ମ କଣ 7 ଜନ୍ମ ଯାଇ କାର୍ତ୍ତିକ ପୂର୍ଣ୍ଣିମା କଥା ଭୁଲିଯିବେ। ମହାରାଜ, ଆମର ଭୁଲ ହେଇଯାଇଛି, ଆମକୁ କ୍ଷମା କରନ୍ତୁ। ନାଇଁ ନାଇଁ, ତୁମକୁ କ୍ଷମା ନାହିଁ। ତୁମେ ମାନେ ମହାଦୁଷ୍ଟ, ଆଉ ତମେ ମାନେ ଭୂତ ହେଇ ମଧ୍ୟ ଦେବତା ମାନଙ୍କ ପୂଜା କରିବାକୁ ବାହାରିଛ।
ଏଥିପାଇଁ ତୁମକୁ ତ ମୃତ୍ୟୁଦଣ୍ଡ ମିଳିବା ଦରକାର। ହେଲେ ଭୂତ ମାନେ ତ ଭୂତ, ତୁମକୁ ତ ମାରି ହବନି। ସେଥିପାଇଁ ମୁଁ ତୁମକୁ ଭୂତ ଗୁରୁଙ୍କ ଆଗରେ ଥିବା ଅଗ୍ନିକୁଣ୍ଡରେ ପକେଇବି। ହା 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 ହା। ମହାରାଜ, ଆପଣ ଆମକୁ କ୍ଷମା କରିଦିଅନ୍ତୁ। ଆମେ ଆଉ ଏମିତି ଭୁଲ ଜମା କରିବୁନି। ଆମେ ମାନେ ହେଉଛୁ ଭୂତ। ଆମ କାମ ହେଲା ଆମ ଜଙ୍ଗଲର ଚଢେଇ ମାନଙ୍କୁ ଡରେଇବା। ହେଲେ ତୁମେ ଦୁଇ ଜଣ ଏ କାମ କରିବା ବଦଳରେ ତୁମେ ମାନେ ପୂଜା କରୁଛ। ସୈନିକ, ଏଙ୍କୁ ନେଇଯାଅ ଆଉ ସେ ଅଗ୍ନିକୁଣ୍ଡରେ ପକେଇ ଦିଅ। ରାଜାଙ୍କ ଆଦେଶ ଶୁଣି ସୈନିକମାନେ ଜଗୁ ଓ ମିନୁକୁ ନେଇ ଅଗ୍ନିକୁଣ୍ଡରେ ପକେଇଦେଲେ। ଅଗ୍ନିକୁଣ୍ଡରେ ପଡିବାରୁ ଦୁଇ ଭୂତ ଚଢେଇ ଚିତ୍କାର କରିବାକୁ ଲାଗିଲେ। ତାଙ୍କ ଚିତ୍କାରରେ ଭୂତମାନଙ୍କ ଗୁରୁ ଦୈତ୍ୟ ଗୁରୁଙ୍କର ତପ ଭାଙ୍ଗିଗଲା। ଦୈତ୍ୟ ଗୁରୁ ଦେଖିଲେ ଅଗ୍ନିକୁଣ୍ଡରେ ଦୁଇ ଚଢେଇ ପଡି ଛଟପଟ ହେଉଛନ୍ତି। ଆରେ, ଏ ଦୁଇ ଜଣଙ୍କୁ ମୋ ଅଗ୍ନିକୁଣ୍ଡରେ କିଏ ପକେଇଲା? କିଏ ସେ ଦୁଷ୍ଟ? ଗୁରୁଦେବ, ଗୁରୁଦେବ ଆମକୁ ରକ୍ଷା କରନ୍ତୁ, ଗୁରୁଦେବ। ଜଗୁର କଥା ଶୁଣି ଦୈତ୍ୟ ଗୁରୁ ତାଙ୍କୁ ଅଗ୍ନିକୁଣ୍ଡରୁ ବାହାର କଲେ। ଧନ୍ୟବାଦ, ଧନ୍ୟବାଦ ଗୁରୁଦେବ। ଆପଣଙ୍କ ସକାଶୁ ଆମେ ଭୟଙ୍କର ଅଗ୍ନିତାପରୁ ରକ୍ଷା ପାଇଲୁ। କଣ ପାଇଁ ତମେ ମାନେ ଦଣ୍ଡ ପାଇଲ? ଆରେ, ମହାରାଜାଙ୍କର ଏ କି ନ୍ୟାୟ? ତମେ ମାନେ ପୂଜା ଅର୍ଚ୍ଚନା କଲେ ତୁମକୁ ସେଥିରୁ ପୁଣ୍ୟ ମିଳିବ, ଆଉ ତୁମେ ମାନେ ଏ ଭୂତ ଜନ୍ମରୁ ମୁକ୍ତ ହେବ। ଯାଅ ଯାଅ, ତୁମେ ମାନେ ଯାଇ କାର୍ତ୍ତିକ ପୂର୍ଣ୍ଣିମା କର। ଦୈତ୍ୟ ଗୁରୁଙ୍କ କଥା ଶୁଣି ମିନୁ ଓ ଜଗୁ ସେଠୁ ତାଙ୍କ ଘରକୁ ଫେରିଲେ। ଦୈତ୍ୟ ଗୁରୁ ରାଜାଙ୍କ ପାଖକୁ ଆସିଲେ ଏବଂ ରାଜାଙ୍କୁ ସବୁ କଥା ବୁଝେଇଲେ। ଗୁରୁଦେବ, ମୋର ଭୁଲ ହେଇଗଲା। ଏବେ ମୁଁ ଜଙ୍ଗଲ ସାରା ଘୋଷଣା କରିଦଉଛି, ଜଙ୍ଗଲର ସମସ୍ତ ଭୂତ ଚଢେଇ କାର୍ତ୍ତିକ ପୂର୍ଣ୍ଣିମା କରିବେ ଆଉ ପୁଣ୍ୟ ଲାଭ କରିବେ। ଏହାପରେ ରାଜା ଜଙ୍ଗଲରେ କାର୍ତ୍ତିକ ପୂର୍ଣ୍ଣିମା କରିବା ପାଇଁ ଘୋଷଣା କଲେ। ଜଙ୍ଗଲର ସବୁ ଭୂତ ଚଢେଇ ମାନେ ବହୁତ ଖୁସି ହେଲେ ଏବଂ ନିଜ ନିଜ ପାଇଁ ଡଙ୍ଗା ତିଆରି କଲେ ଓ ପରଦିନ ଡଙ୍ଗା ଭସେଇ କାର୍ତ୍ତିକ ପୂର୍ଣ୍ଣିମା ପାଳିଲେ। ଏ ସବୁ କେବଳ ତୁମ ପାଇଁ ସମ୍ଭବ ହେଲା ମିନୁ। ସମ୍ଭବ ହେଲା? ଆମେ ଯେଉଁ ଦଣ୍ଡ ପାଇଲେ ସେ କଥା ଭାବିଲେ ମତେ ଭାରି ଡର ଲାଗୁଛି। ଏସବୁ କେବଳ ସେ ପେଚା ପାଇଁ, ତା କଥା ମୁଁ ପରେ ବୁଝିବି। ଚୁଗୁଲିଆ କୋଉଠିକାର। ଏବେ ଆମେ ପୂଜା କଲେ ଏଥିରୁ ଆମକୁ ନିଶ୍ଚୟ ପୁଣ୍ୟ ମିଳିବ ଆଉ ଆମେ ଭୂତ ଶରୀରରୁ ମୁକ୍ତ ହେବା। ମିଠୁ ଶୁଆର ଘର ପାଖକୁ ଲାଗି ଗୋଟେ ଗଡିଆଟିଏ ଥାଏ। ସେହି ଗଡିଆର ପାଣି ବହୁତ ପରିଷ୍କାର ଥାଏ। ପାଣିଟି ପରିଷ୍କାର ଥିବାରୁ ଜଙ୍ଗଲର ଚଢେଇ ମାନେ ସେହି ଗଡିଆକୁ ଗାଧେଇବାକୁ ଆସୁଥାନ୍ତି। ଯାହା କହ ମିଠୁ, ଏ ଗଡିଆଟା ଅଛି ବୋଲି ଆମେ ବଞ୍ଚିଛେ, ନହେଲେ ପ୍ରଚଣ୍ଡ ଖରାରେ ଗରମ ଯେମିତି ହଉଛି ନା, କେତେ ଚଢେଇ ମରିଯାଆନ୍ତେଣି। ହଁ ରେ କାଳୁ, ତୁ ଠିକ କହିଛୁ। ଏ ଗଡିଆ ନଥିଲେ ବଡ ଅସୁବିଧା ହୁଅନ୍ତା। ତାପରେ ବି ଆମ ଜଙ୍ଗଲରେ ଥିବା ନଈ ନାଳ ତ ସବୁ ଶୁଖି ସାରିଲାଣି। ଏ ଗଡିଆକୁ ଛାଡିଦେଲେ ଆଉ କୋଉଠି ବି ପାଣି ମିଳୁନି। ହଁ ହଁ ମିଠୁ, ତୁ ଯାହା କହିଲୁ ସବୁ ଠିକ। ହେଲେ ମିଠୁ, ମତେ ଯାହା ଜଣା ପଡୁଛି ଏ ଗଡିଆ ପାଣି ଟିକେ ଖରାପ ହେଇଗଲାଣି। ଖରାପ ହବନି କେମିତି କହ? ଆରେ ତୋ ପୁଅ ଜଗୁ ଆଉ ତାର ସାଙ୍ଗମାନେ ସକାଳ ପହରୁ ସଞ୍ଜ ଯାଏ ଏ ଗାଡିଆରେ ଗାଧେଇ ଗାଧେଇ ଏ ପାଣିକୁ ଗୋଳି ଘାଣ୍ଟି ଦଉଛନ୍ତି। ସେଥିପାଇଁ ତ ଏ ପାଣି ଖରାପ ହଉଛି। ସେ ଟୋକା କଥା କହନି ମିଠୁ, ସେ ଟୋକା ଏତେ ଦୁଷ୍ଟ ହେଇଗଲାଣି ଯେ ଜମା ବି ଆଉ କଥା ମାନୁନି। ଦିନ ରାତି 24 ଘଣ୍ଟା ଖାଲି ବୁଲୁଛି। ହଁ ହଁ, ମୋ ପୁଅ ବି ସେଇଆ। ତୋ ପୁଅ ପରି ବହୁତ ଦୁଷ୍ଟ ହଉଛି। ମତେ ତ ସେ ଟିକେ ହେଲେ ବି ଡରୁନି। ହଉ କାଳୁ, ତୁ ଗାଧଉଥା, ମୁଁ ଯାଉଛି। ହଁ ମିଠୁ, ତୁ ଯା, ମୋର ବି ଗାଧୁଆ ସରିଲାଣି, ମୁଁ ବି ଯାଉଛି। ଟୁନା ଟୁନା, ଏଇ କୋଳି ବହୁତ ମିଠା ଲାଗୁଛି। ଚାଲ ଏଠୁ ଏ ସବୁ କୋଳି ତୋଳି ନେଇଯିବା। ଆରେ ଏତେ ସାରା କୋଳି ନେଇ ତୁ କଣ କରିବୁ? କଣ କରିବି ମାନେ? ଆରେ ଏ ସବୁ କୋଳି ନେଇ ମୁଁ ମୋ ମାକୁ ଦେବି ଆଉ ମା ସେଥିରେ କୋଳି ଆଚାର କରିବେ। ଆରେ ଜଗୁ, ଏ କୋଳି ବଗିଚା ତ ସେ ବୁଢା ଶାଗୁଣାର, ଆଉ ତୁ ଯଦି ତାର ସବୁ କୋଳି ନେଇଯିବୁ ତାହେଲେ ତ ସେ ରାଗିଯିବ ଆଉ ତାପରେ ତୁମ ସହ ସେ ଝଗଡା କରିବ। ସେ କେମିତି ଜାଣିବ ମୁଁ ତାର କୋଳି ନେଇଛି ବୋଲି? ଜଗୁ, ତୁ ଜାଣିନୁ, ସେ ଦୁଷ୍ଟ ବୁଢା ସବୁ ଜାଣିଛି। ଆମେ ତା ଗଛରୁ ପ୍ରତିଦିନ କୋଳି ଖାଉଛେ ବୋଲି। ସେ ବୁଢା କାଲି ଆସି ଏଠି ଆମକୁ ଖୋଜୁଥିଲା, ନ ପାଇଲାରୁ ଏଠୁ ଚାଲିଗଲା। ଚାଲ ଏଠୁ ପଳେଇବା, ମତେ ଲାଗୁଛି ସେ ଏବେ ହିଁ ଏଠାକୁ ଆସିଥିବ। ଆରେ ରହ, ଯିବା ତ ଆଉ ଦିଟା କୋଳି ଖାଇଦିଏ ତାପରେ ଯିବା। ତମେ ଯାଉନ ସେ କୋଳି ଗଛ ଆଡୁ ଟିକେ ବୁଲିକି ଆସିବ। ସେ ଦୁଷ୍ଟ ପିଲା ସବୁବେଳେ ଆସି ଆମ କୋଳି ଖାଇ ଦଉଛନ୍ତି।
ହଁ ହଁ ବୁଢୀ, ତୁ ଠିକ କହିଛୁ। ମୁଁ ଏବେ ଯାଉଛି ସେଠାକୁ, ଆଉ ସେ ଦୁଷ୍ଟ ମାନଙ୍କୁ ଧରି ତାକୁ 2 ଠେଙ୍ଗା ଲଗେଇବି। ଏମିତି କହି ବୁଢା ଶାଗୁଣା ସେଠୁ କୋଳି ଗଛ ଆଡକୁ ଚାଲିଲା। ଆଉ କିଛି ସମୟ ପରେ ସେ ଯାଇ ସେଠି ପହଞ୍ଚିଲା ଓ ଦେଖିଲା 2 ଚଢେଇ ଛୁଆ ତା ଗଛରୁ କୋଳି ଖାଉଛନ୍ତି। ଏ ଦୁଷ୍ଟ ମାନେ ମୋ ଗଛରୁ କୋଳି ଖାଉଛନ୍ତି? ଏମାନଙ୍କର ସାହସ ତ କମ ନୁହେଁ। ହଉ ରୁହରେ, ଏବେ ତୁମ କୋଳି ଖିଆ ଛଡଉଛି। ଏମିତି କହି ବୁଢା ଶାଗୁଣା ଜଗୁ ଓ ଟୁନା ପାଖକୁ ଗଲା। ଆରେ ଜଗୁ, ସେ ବୁଢା ଆସିଗଲା ବେ। ଚାଲ ଏଠୁ ପଳେଇବା। କୋଉଠି କୋଉଠି ସେ ବୁଢା? କୋଉଠି କଣ, ସେଇ ପରା ତ ପଛପଟେ। ଏଇଆଡେ ଆସୁଛି ରେ। ଆରେ ସତରେ ତ ସେ ବୁଢା ଆସିଲାଣି। ଚାଲ ଚାଲ ପଳେଇବା। ଏମିତି କହି ଜଗୁ ଓ ଟୁନା ସେଠୁ ଉଡିବାକୁ ଲାଗିଲେ। ଆରେ ଆରେ ପଳେଇଲେ ରେ, ପଳେଇଲେ। ଆରେ କିଏ ଅଛ? ଧର ଧର ତାକୁ ଧର। ବୁଢା ଆମକୁ ଧରିବ। ଧର ଧର ଏବେ। ହଉ ଯାଅ ଯାଅ, ଆଜି ସିନା ଖସିଗଲ, କାଲିକି ମୁଁ ତୁମ 2 ଜଣଙ୍କୁ ଧରି ଯଦି ପାନେ ନ ଦେଇଛି ମୋ ନା ଶାଗୁଣା ନୁହେଁ। ଆରେ ଟୁନା, ଭାରି ଜୋରରେ ଗରମ ଲାଗୁଛି। ଚାଲ ଯିବା ସେ ଗଡିଆରେ ଗାଧେଇବା। ହଁ ଗାଧେଇବା ଯେ, ହେଲେ ଆଗ ଚାଲ ଟିକେ ଘରୁ ବୁଲି ଆସିବା। ମୋ ବାପା ମତେ ଖୋଜୁଥିବେ। ମୁଁ ସକାଳୁ ଆସିଥିଲି, ଏଯାଏଁ ଘରକୁ ଯାଇନି। ଡରକୁରା କୋଠିକାର। ଚାଲ ଯିବା ଗାଧେଇବା। ମୋ ମା ବି ମତେ ଖୋଜୁଥିବ। ଖୋଜିଲାରୁ କଣ ହେଇଯିବ? ଆମେ ଗାଧେଇବା, ଆଉ ଗାଧେଇ ସାରିଲେ ଘରକୁ ଯିବା। ହଉ ଠିକ ଅଛି, ଚାଲ ଅଳ୍ପ ଟିକେ ଗାଧେଇକି ଘରକୁ ଚାଲିଯିବା। କାଳୁ, ତମେ ଟିକେ ଯାଉନ। ସେ ଟୋକା କୁଆଡେ ଗଲା, ତାକୁ ଟିକେ ଖୋଜିକି ଆଣିବ। ମୁଁ ଯାଇପାରିବିନି ଖୋଜିବାକୁ। ସେ ଟୋକା କୁଆଡେ ବୁଲୁଛି, ତାର କଣ କିଛି ଠିକ ଠିକଣା ଅଛି? ସେ ଟୋକା କେତେବେଳୁ କୁଆଡେ ଯାଇଛି ଯେ ଯାଇଛି। ଆଜି ଆସୁ। ତାକୁ ଯଦି ଆଜି ନ ପିଟିଛି ତାହେଲେ ମୋ ନା କାଳି ନୁହେଁ। ହଁ, ଏପଟେ ଜଗୁ ଓ ଟୁନା ମନ ଖୁସିରେ ଗାଡିଆରେ ଗାଧଉଥାନ୍ତି। ଯାହା କହ ଟୁନା, ଏ ଗଡିଆରେ ଯେତେ ଗାଧେଇଲେ ବି ମୋ ମନ ବୁଝୁନି। ହଁ, ଏ ଗଡିଆର ପାଣି ପୁରା ଥଣ୍ଡା। ତେଣୁ ଏ ଗରମ ଦିନରେ ପାଣିରୁ ଜମା ଉଠିବାକୁ ଇଚ୍ଛା ହଉନି। ସେମାନେ ଏମିତି କଥା ହଉଥାନ୍ତି। ହଠାତ୍ ନାଲୁ ଚଢେଇ ଗୋଟେ ସୁଇମିଂ ଟ୍ୟୁବ ଧରି ସେଠାକୁ ଆସିଲା। ଆରେ ନାଲୁ, ଇଏ ତୁ କଣ ନେଇକି ଆସିଛୁ ଏଠାକୁ? ଇଏ ହେଉଛି ସୁଇମିଂ ଟ୍ୟୁବ। ଏକୁ ପାଣିରେ ପକାଇ ମୁଁ ୟା ଉପରେ ବସିକି ପହଁରିବି। ଦେଖି ଦେଖି, ଏଥିରେ ଟିକେ ତୁ ବସିକି ଭାସିଲୁ। ଆମେ ଟିକେ ତତେ ଦେଖିବୁ। ହଁ, ଦେଖ ଦେଖ, ଏବେ ମୁଁ କେମିତି ପହଁରୁଛି। ଏମିତି କହି ନାଲୁ ସେ ସୁଇମିଂ ଟ୍ୟୁବକୁ ପାଣିରେ ପକାଇ ଭାସିବାକୁ ଲାଗିଲା। ଜଗୁ ଓ ଟୁନା ନାଲୁକୁ ପାଣିରେ ପହଁରିବାର ଦେଖିଲେ। ଆରେ ନାଲୁ, ଇ ତ ବଢିଆ ହେଇଛି। ଦେଲୁ ଦେଲୁ ଆମକୁ ଟିକେ ଦେଲୁ। ଆମେ ଟିକେ ଏଥିରେ ବସି ପହଁରିବୁ। ନାଇଁ, ମୁଁ ଏଥିରେ ତୁମକୁ ବସେଇବିନି। ପ୍ଲିଜ ନାଲୁ, ପ୍ଲିଜ, ଆମକୁ ଟିକେ ଏଥିରେ ମଜା ନେବାକୁ ଦେ। ନା, ମୁଁ ଦେବିନି। ଟୁନା, ଇଏ ଆମକୁ ଏମିତି ସେ ସୁଇମିଂ ଟ୍ୟୁବ ଦବନି। ଚାଲ ତାଠାରୁ ଆମେ ସୁଇମିଂ ଟ୍ୟୁବ ଛଡେଇ ଆଣିବା। ହଁ, ଚାଲ। ଏମିତି କହି ଟୁନା ଓ ଜଗୁ ନାଲୁ ପାଖକୁ ଗଲେ ଆଉ ତାଠାରୁ ସେ ସୁଇମିଂ ଟ୍ୟୁବ ଛଡେଇ ଆଣିଲେ। ଜଗୁ, ତୁ ଏ ଭଲ କଲୁନି। ତୁମେ ମାନେ ମତେ ପାଣିକୁ ଠେଲି ମୋ ସୁଇମିଂ ଟ୍ୟୁବ ନେଇଗଲ। ଏବେ ମୁଁ ଯାଉଛି ତୁମ ଘରକୁ, ଆଉ କାଳି ଆଣ୍ଟିକୁ ଡାକିକି ଆଣିବି। ଯାଉନୁ, ଯା। ମାକୁ ଡାକିକି ଆଣିବୁ କି ଯା। ମା ଆସିଲେ ମୋର କଣ ହେଇଯିବ କି? ହଉ ରହରେ ପୁଅ, ଏବେ ମୁଁ ଯାଉଛି କାଳି ଆଣ୍ଟିକୁ ଡାକିକି ଆଣିବି। ଏମିତି କହି ନାଲୁ ସେଠୁ ଜଗୁର ଘର ଆଡକୁ ଉଡିଗଲା। ଓ ସେଠି ପହଞ୍ଚି କାଳିକୁ ସବୁ କଥା କହିଲା। ସେ ଟୋକା ସେ ଗଡିଆରେ ଏତେ ସମୟ ହେଲାଣି ଗାଧଉଛି। ଚାଲ ନାଲୁ ଚାଲ, ଏବେ ମୁଁ ତା କଥା ବୁଝୁଛି। ଏମିତି କହି କାଳି ଗଡିଆ ଆଡକୁ ଚାଲିଲା। ହଇରେ ଦୁଷ୍ଟ, ସକାଳ ପହରୁ ଆସି ଏଇଠି ନାଟ କରୁଛୁ। ତା ସାଥିରେ ପୁଣି ନାଲୁର ସୁଇମିଂ ଟ୍ୟୁବ ଛଡେଇ ନେଇ ପହଁରୁଛୁ। ଚୁପ୍ କିନା ମୋ ପାଖକୁ ଆସ, ଆଉ ସେ ସୁଇମିଂ ଟ୍ୟୁବକୁ ନାଲୁକୁ ଫେରା। ଜଗୁ, ତୁ ଗାଧା ଏଇଠି। କାଳି ଆଣ୍ଟି ରାଗିଛନ୍ତି। ତତେ ତ ମାରିବେ, ଆଉ ତା ସହ ମତେ ବି ମାରିବେ। ମୁଁ ଚାଲିଲି ରେ ବାବା। ଏମିତି କହି ଟୁନା ସେଠୁ ଚାଲିଗଲା। ଆରେ ବାପାରେ, ଏବେ ମୁଁ କଣ କରିବି? ମା ପାଖକୁ ଗଲେ ତ ମା ମତେ ମାରିବ। ଆରେ ମୁଁ ତତେ ଡାକୁଛି ପରା, ଏଠାକୁ ଆସିବୁ ନା ମୁଁ ସେଠାକୁ ଯିବି? ନା, ମୁଁ ଯାଉଛି ରୁହ। ଏମିତି କହି ଜଗୁ କାଳି ପାଖକୁ ଆସିଲା। କାଇଁ ଏତେ ସମୟ ହେଲାଣି ପାଣିରେ ବୁଡୁଛୁ? ତତେ ପରା କିଛି ଦିନ ତଳେ ଜ୍ୱର ହେଇଥିଲା, ପୁଣି ତୁ ଏଠି ଆସି ପାଣିରେ ବୁଡୁଛୁ? ଦୁଷ୍ଟ ଟୋକା। ମା, ମୁଁ ତ ଆଉ ଟିକେ ପରେ ଏଠାକୁ ଗାଧେଇବାକୁ ଆସିଥିଲି। ମୁଁ ବେଶୀ ଗାଧେଇନି। ହଁ, ତୋ କଥା ଠିକ। ହେଲେ ତୁ ସେ ନାଲୁର ସୁଇମିଂ ଟ୍ୟୁବ କାହିଁକି ଛଡେଇ ନେଲୁ? ଦୁଷ୍ଟ ଟୋକା, ସବୁବେଳେ ଦୁଷ୍ଟାମି କରୁଛୁ। ରହ ତତେ ଦଉଛି। ଏମିତି କହି କାଳି ଜଗୁକୁ ମାରିବାକୁ ଲାଗିଲା ଓ ଜଗୁ ମାଡ ଖାଇ ଖାଇ ସେଠି କାନ୍ଦିଲା। ଏବେ ଫୁଟାଣି ମାରୁଥିଲା, ଆଉ ଏବେ ଛେଳିଙ୍କ ପରି କାନ୍ଦୁଛି। ପାଣି 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 ଟିକେ ଦିଅ ମତେ।
କିଏ ଅଛ? ଏମିତି କହି ସୁନେଲି ଛୋଟ ଗଛ ସମସ୍ତଙ୍କୁ ଡାକ ଛାଡୁଥାଏ। ହେଲେ ତାର ଡାକ କେହି ଶୁଣି ପାରୁନଥିଲେ, କାହିଁକି ନା ତା ଆଖପାଖରେ କେହି ବୋଲି କେହି ନଥିଲେ। କିଛି ସମୟ ପରେ କାଳିକାଉ ସେହି ରାସ୍ତାରେ ଫେରୁଥାଏ। ଚଢେଇ ଚଢେଇ ମତେ ଟିକେ ପାଣି ଦିଅ, ମତେ ଭାରି ଜୋରରେ ଶୋଷ ହେଉଛି। ହେଁ, ଏଇ ଗଛ କଥା କହୁଛି? ଆରେ ଏ ଗଛ, ତୁ କିଏ ଆଉ କଥା କହୁଛୁ କିପରି? ମୁଁ ସୁନେଲି ଗଛ। ମତେ ଜଣେ ତାନ୍ତ୍ରିକ ଚଢେଇ ଏଠି ଲଗେଇ ଦେଇ ଚାଲି ଯାଇଛି। ମତେ ଭାରି ଜୋରରେ ଶୋଷ ଲାଗୁଛି, ମତେ ଟିକେ ପାଣି ଦିଅ। ପାଣି ମୁଁ କୋଉଠୁ ଆଣିବି? ମୋ ପାଖରେ ତ ପାଣି ନାହିଁ। ତାପରେ ବି ପାଣି ଏଠୁ ବହୁତ ଦୂରରେ ରହିଛି। ମୁଁ ସେଠାକୁ ଯାଇ ପାଣି ଆଣିପାରିବି ନାହିଁ। ଦେଖ, ମୁଁ ବହୁତ ଛୋଟ ଗଛ। ମାଟି ତଳୁ ପାଣି ଆଣି ପିଇବା ଭାରି କଷ୍ଟ। ଦୟା କର ମୋ ଉପରେ, ଦୟା କର। ହେ ଯା, ଏଡ଼ିକିଟା ଗଛ ହବନି ମୁଁ ୟାକୁ ପାଣି ଦେବି। ତୋ ଦେହରେ ତ କୋଉ ଫଳ ବି ଫଳିବନି। ତତେ ସାହାଯ୍ୟ କଲେ ମୋ ପରିଶ୍ରମ ବି ବୃଥା ହେବ। ଏମିତି କହି କାଳି ସେଠୁ ଚାଲିଗଲା। ଆରେ, ଏ ତ ଏଠୁ ଚାଲିଗଲା। ଏବେ ମତେ ପାଣି କିଏ ଦବ? ପାଣି ନ ପିଇଲେ ତ ମୁଁ ମରିଯିବି। ଯାଉଛି ଡାକ ଛାଡ଼ିବି। କାଳେ କୋଉ ଚଢେଇ ମୋ ଡାକ ଶୁଣି ଏଠାକୁ ଚାଲି ଆସିବ। ଏମିତି କହି ଛୋଟ ସୁନେଲି ଗଛଟି ଜୋରେ ଜୋରେ ଡାକ ଛାଡିଲା। ଅଳ୍ପ ଦୂରରେ ଗୋବରା ଚିଲ ଗୋଟିଏ ଗଛ ମୂଳେ ବିଶ୍ରାମ କରୁଥାଏ। ହଠାତ୍ ତାକୁ ସୁନେଲି ଗଛର ଡାକ ଶୁଭିଲା। କିଏ ଗୋଟେ ସାହାଯ୍ୟ ମାଗୁଛି ନା କଣ? ଲାଗୁଛି ସେ ନିଶ୍ଚୟ ଗୋଟେ ଚଢେଇ ଛୁଆ ହେଇଥିବ। ଯାଉଛି, ତାକୁ ଧରି ଆଣି ସେ ଶାଗୁଣା ମାନଙ୍କୁ ଦେଇଦେବି। ଆଉ ତାପରେ ସେମାନେ ମତେ ବହୁତ ଦାନା ଦେବେ, ଯାହାକୁ ମୁଁ ମନ ଖୁସିରେ ଗୋଟେ ମାସ ଯାଏ ଖାଇବି। ଏମିତି କହି ଗୋବରା ଚିଲ ସେଠୁ ଶବ୍ଦ ଆସୁଥିବା ଦିଗକୁ ଉଡି ଚାଲିଲା। କିଛି ସମୟ ପରେ ସେ ଯାଇ ସେ ଜାଗାରେ ପହଞ୍ଚିଲା। ଆରେ, ଏଠି ତ କେହି ବୋଲି କେହି ନାହାନ୍ତି। ଆଉ କିଏ ଏଠି ଡାକ ଛାଡୁଥିଲା? ଚଢେଇ ଭାଇ, ମତେ ଟିକେ ପାଣି ଦିଅ। ମତେ ଭାରି ଜୋରରେ ଶୋଷ ଲାଗୁଛି। ଆଉ ଯଦି ମୁଁ ପାଣି ନ ପିଏ ତାହେଲେ ମୁଁ ମରିଯିବି। ଆରେ ତୁ ତ ଗୋଟେ ଗଛ, ଆଉ ତୁ ପୁଣି କଥା କହୁଛୁ? ହେ, ମୁଁ ଭାବିଲି କିଏ ଗୋଟେ ଚଢେଇ ଛୁଆ ବୋଲି, ଆଉ ମୁଁ ଏଠାକୁ ଧାଇଁ ଚାଲି ଆସିଲି। ଆସିବାଟା ମୋର ବେକାର ହେଲା। ଚଢେଇ ଭାଇ, ମତେ ଟିକେ ପାଣି ଦିଅ। ମୋ ତଣ୍ଟି ଶୁଖିଗଲାଣି ପରା। ତୁ ତ ଗୋଟେ ସାମାନ୍ୟ ଗଛ, ମୁଁ ତତେ ପାଣି ଦେଇପାରିବିନି। ତାପରେ ବି ତତେ ସାହାଯ୍ୟ କଲେ ମତେ କଣ ମିଳିବ? ମୁଁ କୌଣସି ସାମାନ୍ୟ ଗଛ ନୁହେଁ। ମୁଁ ଗୋଟେ ଯାଦୁଇ ସୁନେଲି ଗଛ। ମତେ ଯଦି ତୁମେ ପାଣି ଦେବ, ମୁଁ ବଡ ହେଲେ ତୁମକୁ ସୁନା ମୁଦ୍ରା ଦେବି। ହେ, ଇଏ କୁଆଡେ ଗୋଟେ ଯାଦୁଇ ଗଛ, ଆଉ ଇଏ ବଡ ହେଲେ କୁଆଡେ ସୁନା ମୁଦ୍ରା ଦବ? ଯା, ମୁଁ ତତେ ସାହାଯ୍ୟ କରିପାରିବିନି। ମିଛୁଆ ଗଛ, ପାଣି ପିଇବ ବୋଲି ମିଛ କଥା କହୁଛି। ଏମିତି କହି ଗୋବରା ଚିଲ ସେଠୁ ଚାଲିଗଲା। ନା, ଏ ଜଙ୍ଗଲର ଚଢେଇ ମାନେ ଆଦୌ ଭଲ ନୁହନ୍ତି। ବଡ ଦୁଷ୍ଟ ଏମାନେ। ହେଲେ ଏବେ ମୁଁ କଣ କରିବି? କେମିତି ପାଣି ପିଇବି? ଲାଗୁଛି ଏଥର ମୁଁ ମରିଯିବି। ଏମିତି କହି ସୁନେଲି ଗଛଟି କାନ୍ଦିବାକୁ ଲାଗିଲା। ଠିକ୍ ସେହି ସମୟରେ ଗୋଟିଏ ଶୁଆ ସେଇ ରାସ୍ତାରେ ଫେରୁଥାଏ। ଗଛର କାନ୍ଦିବା ଦେଖି ସେ ସେଠି ରହିଗଲା। ଆରେ ଗଛ, ତୁମେ କାନ୍ଦୁଛ କାହିଁକି? କଣ ହେଇଛି ତୁମର? ଚଢେଇ, ମତେ ଭାରି ଜୋରରେ ଶୋଷ ହେଉଛି। ମତେ ପାଣି ଦରକାର। ଦୟାକରି ମତେ ଟିକେ ପାଣି ଦିଅ ପିଇବାକୁ। ଓ, ଏଇ ସାମାନ୍ୟ କଥା ପାଇଁ ତୁମେ କାନ୍ଦୁଛ? ହଉ, ତୁମେ ଆଉ କାନ୍ଦନି। ମୁଁ ତୁମକୁ ନିଶ୍ଚୟ ସାହାଯ୍ୟ କରିବି। ହେଲେ ଗଛ, ମୋ ପୁଅର ଦେହ ଖରାପ ଅଛି। ମୁଁ ତା ପାଇଁ ଔଷଧ ଆଣିବାକୁ ଯାଉଛି। ମୁଁ ଔଷଧ ଆଣି ଆସେ, ତାପରେ ତୁମକୁ ପାଣି ପିଇବାକୁ ଦେବି। କଣ ହେଇଛି ତୁମ ପୁଅର? ମୋ ପୁଅର ଜ୍ୱର ହେଇଛି। ଗୋଟେ ମାସ ହେଲାଣି ଜ୍ୱର ମୋଟେ ଭଲ ହେଉନି। ମୋ ପାଖରେ ଥିବା ସବୁ ପଇସା ବି ଶେଷ ହେଇଯାଇଛି। ଆଉ ବୈଦ ଚଢେଇ ମତେ ଆଜି ଔଷଧ ଦେବେ କି ନାହିଁ ମତେ ଜଣା ନାହିଁ। ଚଢେଇ, ତୁମେ ପଇସା ପାଇଁ ଚିନ୍ତା କରନି। ମୁଁ ତୁମକୁ ମୋର ଗୋଟେ ସୁନାର ପତ୍ର ଦେବି, ଯାହାକୁ ବିକ୍ରି କଲେ ତୁମକୁ ବହୁତ ପଇସା ମିଳିବ। ଆଉ ସେଥିରେ ତୁମେ ତୁମ ପୁଅ ପାଇଁ ଔଷଧ କିଣିବ। ସତରେ? ତୁମେ ମତେ ସାହାଯ୍ୟ କରିବ? ହଉ, ମୁଁ ଯାଉଛି ଆଗ ତୁମ ପାଇଁ ପାଣି ଆଣିବି। ଏମିତି କହି ଶୁଆ ପାଣି ଆଣିବାକୁ ଗଲା ଏବଂ ନଈରୁ ପାଣି ଆଣି ଗଛକୁ ଦେଲା। ଓହୋ, ମୋ ଜୀବନ ବଞ୍ଚିଗଲା। ଧନ୍ୟବାଦ ଚଢେଇ। ଏଇ ନିଅ, ଏ ସୁନାର ପତ୍ର। ଆଉ ତୁମ ପୁଅ ପାଇଁ ଔଷଧ କିଣ। ଧନ୍ୟବାଦ ସୁନେଲି ଗଛ। ତୁମର ଏହି ସାହାଯ୍ୟ ମୁଁ କେବେ ବି ବୁଝି ପାରିବିନି। ଏଥିରେ ଧନ୍ୟବାଦ ଦେବାର କଣ ଅଛି? ତୁମେ ମତେ ପାଣି ଦେଲ, ଆଉ ତା ବଦଳରେ ମୁଁ ତୁମକୁ ଏ ଛୋଟ ସାହାଯ୍ୟଟିଏ କଲି। ସୁନେଲି ଗଛ, ମୁଁ ଏବେ ଆସୁଛି। କାଲି ମୁଁ ତୁମକୁ ପୁଣି ପାଣି ଦେବି।
ଏମିତି କହି ଶୁଆ ସେଠୁ ଚାଲିଗଲା। ଏମିତି ସେ ଦିନ କଟିଲା। ପରଦିନ ସକାଳ ହେଲା। ଶୁଆ ପୁଣି ଆସି ଗଛ ମୂଳେ ପାଣି ଦେଲା। ସେହି ସମୟରେ କାଳି ସେଇ ରାସ୍ତାରେ ଯାଉଥାଏ। ସେ ଶୁଆକୁ ଗଛ ମୂଳେ ପାଣି ଦେବାର ଦେଖି ସେଇଠି ରହିଲା। ଆରେ ଶୁଆ, ତୁ ଏ ଛୋଟ ଗଛକୁ ଏତେ ଦୂରରୁ ପାଣି ଆଣି ଦଉଛୁ କାହିଁକି? ତୁ କଣ ବୋକାଟା କି ରେ? ଆରେ କାଳି, ବୋକା ମୁଁ ନୁହେଁ, ବୋକା ତୁ। ତୁ ବୋଧେ ଜାଣିନୁ ଇଏ ଗୋଟେ ସୁନେଲି ଗଛ, ଆଉ ଏ କଥା ମଧ୍ୟ କହିପାରେ, ବୁଝିଲୁ? ହଉ, ତୁ ଏଠି ପାଣି ଦେ। ମୁଁ ତ ବୋକା, ମୁଁ ଏଠି କାହିଁକି ରହିବି? ଏମିତି କହି କାଳି ସେଠୁ ଚାଲିଗଲା। ଧୀରେ ଧୀରେ ସମୟ ବିତି ଚାଲିଲା ଓ ଗଛଟି ବଡ଼ ହେଲା। ଥରେ ସେ ଜଙ୍ଗଲରେ ଅକାଳ ପଡ଼ିଲା, ଆଉ ଜଙ୍ଗଲର ସବୁ ଚଢ଼େଇମାନେ ଖାଦ୍ୟ ବିନା ଛଟପଟ ହେଲେ। ଗୋବରା, ମତେ ଲାଗୁଛି ଆମେ ଏଥର ଖାଦ୍ୟ ବିନା ଭୋକ ଶୋଷରେ ମରିବା। ଆଉ ଜଙ୍ଗଲରେ ତ ଏବେ ଖାଦ୍ୟର ଘୋର ସଙ୍କଟ। କଣ କରିବା କହ? ଆରେ ମୋ ପାଖରେ ତ ଯାହା ପଇସା ଥିଲା ତାହା ସମ୍ପୂର୍ଣ୍ଣ ସରିଯାଇଛି। ଖାଇବା ପାଇଁ ବି ମୋ ପାଖରେ ପଇସା ନାହିଁ। ଏମିତି ସେ ଦୁଇ ଜଣ ବସିଥାନ୍ତି। ହଠାତ୍ ଶୁଆ ଗୋଟିଏ ବଡ଼ ଖାଦ୍ୟ ଅଖା ଧରି ଯାଉଥାଏ। ଆରେ ଦେଖ ଦେଖ ସେ ଶୁଆକୁ, କେତେ ବଡ ଖାଦ୍ୟ ଅଖା ଧରି ଯାଉଛି। ତୁ କଣ ଜାଣିନୁ, ତା ପାଖରେ ଏବେ ବହୁତ ପଇସା ଅଛି। ସେ ଏବେ ଜଙ୍ଗଲରେ ସବୁଠୁ ଧନୀ ଚଢେଇ। କଣ କହୁଛୁ ତୁ? ସେ ଏବେ ଆମ ଜଙ୍ଗଲର ସବୁଠୁ ବଡ ଧନୀ ଚଢେଇ? ହେଲେ କେମିତି? ତୁ ଜାଣିନୁ କି, ସେ ଗୋଟେ ଗଛ ସହ ସାଙ୍ଗ ବସିଛି। ଆଉ ସେ ଗଛ ତାକୁ ପ୍ରତିଦିନ ସୁନାର ପତ୍ର ଦଉଛି। ଆଉ ସେ ସେହି ପତ୍ରକୁ ବିକ୍ରି କରି ଏବେ ଧନୀ ହେଇଛି। ଗୋବରାର କଥା ଶୁଣି କାଳିର ପଛ କଥା ମନେ ପଡ଼ିଲା। ଆରେ ହଁ ହଁ, ସେ ଗୋଟେ ଗଛକୁ ପାଣି ଦଉଥିଲା। ସେ ହିଁ ତାକୁ ସେ ସୁନାର ପତ୍ର ଦେଇଥିବ। ଚାଲ ଯିବା, ସେ ଗଛକୁ ସାହାଯ୍ୟ ମାଗିବା। ମୁଁ ଯିବିନି। ସେ ଗଛ ଥରେ ମତେ ସାହାଯ୍ୟ ମାଗିଥିଲା। ମୁଁ ତାକୁ ସାହାଯ୍ୟ କରିନଥିଲି। ଆଉ ଏବେ ତାକୁ କିପରି ସାହାଯ୍ୟ ମାଗିବି? ହେ, ମତେ ବି ସେ ସାହାଯ୍ୟ ମାଗିଥିଲା, ହେଲେ ମୁଁ ବି ତାକୁ ସାହାଯ୍ୟ କରିନଥିଲି। ହେଲେ ସେସବୁ ତ ପୁରୁଣା କଥା। ଚାଲ ଯିବା, ସେ ଗଛରୁ ପତ୍ର ଚୋରି କରି ଆଣିବା। ଚାଲୁନୁ ଚାଲ ଯିବା, ଦେଖିବା କଣ ହଉଛି। ଏହାପରେ ସେମାନେ ସୁନେଲି ଗଛ ପାଖକୁ ଗଲେ। ଆରେ ତୁମେ ଦୁଇ ଜଣ କୁଆଡେ ଆସିଛ ଏଠାକୁ? ଏ ଗଛ, ଆମେ ତ ସୁନାର ପତ୍ର ନେବାକୁ ଆସିଛୁ। ଆମକୁ ଦେ ତ ସୁନାର ପତ୍ର। ନାଇଁ ନାଇଁ, ମୁଁ ତୁମକୁ ଦେବିନି ମୋ ପତ୍ର। ଏମିତି କଥା ନାଇଁ। ରହ, ଏବେ ମୁଁ ତୋର ପତ୍ର ଜବରଦସ୍ତି ନେବି। ଦେଖିବା ତୁ ମୋର କଣ କରିବୁ। ଆସୁନୁ ଆ, ତତେ ଏବେ ପାଣି ଦଉଛି। ମତେ ପାଣି ଦେଇନଥିଲୁ, ଆଉ ଏବେ ମୋ ପତ୍ର ନବୁ ନାଇଁ? କାଳି ଯେମିତି ତା ପତ୍ର ଛିଡେଇଲା, ହଠାତ୍ ସୁନେଲି ଗଛ କାଳିକୁ ତା ଡାଳରେ ଛନ୍ଦି ଦେଲା। ଗୋବରା ଏସବୁ ଦେଖି ସେଠୁ ପ୍ରାଣ ଭୟରେ ଚାଲିଗଲା। ଛାଡ, ଛାଡ ମତେ, ଏ ଦୁଷ୍ଟ ଗଛ। ପତ୍ର ନବୁ ନାଇଁ? ଏବେ ନେ ପତ୍ର। ଦୁଷ୍ଟ, ଏଇଠି ବନ୍ଦୀ ହୋଇ ଏବେ ରହ, ମର ଏବେ। ଏମିତି କହି ଗଛ କାଳିକୁ ଡାଳରେ ଚିପି ରଖିଦେଲା ଓ କାଳି ସେଇଠି ବନ୍ଦୀ ହେଇ ରହିଲା।